ଓଡ଼ିଆ ପୂଜା ସୃଷ୍ଟି ପୁରାଣକୁ ଆପଣଙ୍କୁ ସ୍ୱାଗତ। ନମସ୍କାର, ଜୟ ଜଗନ୍ନାଥ। ସାବିତ୍ରୀ ବ୍ରତ କଥା। ଏକ ଦିନେ ପଣ୍ଡୁପୁତ୍ର ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ କୃଷ୍ଣ, ନାରୀମାନଙ୍କ ପ୍ରତି ଅନୁଗ୍ରହ କରି ମୁଁ ଯାହା ପଚାରୁଛି ତାହା କୁହନ୍ତୁ। କେଉଁ ବ୍ରତ କଲେ ନାରୀମାନେ ଭାଗ୍ୟବତୀ ହୋଇ ବିଧବା ନୁହନ୍ତି ଓ ଜନେ ସୁଖୀ ହୁଅନ୍ତି? ଦୟାକରି ଆମ୍ଭ ଆଗରେ ପ୍ରକାଶ କରନ୍ତୁ। ଯୁଧିଷ୍ଠିରଙ୍କ ବାକ୍ୟ ଶୁଣି ଶ୍ରୀକୃଷ୍ଣ ଏବେ କହୁଅଛି ଶୁଣ। ସ୍ତ୍ରୀମାନେ ନାନାଦି ବ୍ରତ ପାଳନ୍ତି। ତହିଁ ମଧ୍ୟରୁ ପ୍ରଧାନ ସାବିତ୍ରୀ ବ୍ରତ ନାମରେ କଥିତ। ସେ ବ୍ରତ କଲେ ପତି, ପୁତ୍ର, ଧନ ଓ ଧାନ୍ୟ ଲାଭ ହେବ। ଅତି ଆନନ୍ଦରେ ସମୟ ଅତିବାହିତ ହେବ। ଏହା ଶୁଣି ଧର୍ମଦେବ ଯୁଧିଷ୍ଠିର ପଚାରିଲେ, ହେ ଗୋପୀନାଥ, ସେ ବ୍ରତ କେଉଁମାନେ କରି କି ଫଳ ପାଇଛନ୍ତି? ଏହା ମୋ ଅଗ୍ରତେ କୁହନ୍ତୁ। ଏହା ଶୁଣି ଶ୍ରୀକୃଷ୍ଣ ଅତି ମଧୁର କଣ୍ଠରେ କହୁଛନ୍ତି, ହେ ଧର୍ମସୂତ ଶୁଣନ୍ତୁ। ଅଶ୍ୱପତି ନାମରେ ଜଣେ ରାଜା ଥିଲେ। ସେ ମଣ୍ଡଳରେ ଦୟାଶୀଳ, ଧର୍ମପରାୟଣ, ପ୍ରଜାପାଳନ ଓ ନାନା ଗୁଣରେ ସୁଖ୍ୟାତି ଅର୍ଜନ କରିଥିଲେ। କୁବେର ଭଣ୍ଡାର ପରି ତାଙ୍କ ଭଣ୍ଡାର ପରିପୂର୍ଣ୍ଣ ଥାଏ। କେବଳ ତାଙ୍କର ପୁତ୍ର ନଥିବାରୁ ଋଷି ରାଜାଙ୍କ ନିକଟକୁ ଗମନ କଲେ। ରାଜା ଋଷିଙ୍କୁ ଦେଖି ସାଷ୍ଟାଙ୍ଗ ଭୂମିଷ୍ଠ ପ୍ରଣିପାତ ହୋଇ ପାଦ ଧୌତ କଲେ। ରାଜାଙ୍କ ଭକ୍ତିଭାବ ଦେଖି ଋଷି ମହାସନ୍ତୁଷ୍ଟ ହେଲେ। ଧ୍ୟାନ ବଳରେ ରାଜାଙ୍କର ମନର ଦୁଃଖକୁ ଜାଣି କହିଲେ, ହେ ରାଜନ୍, କାହିଁକି ନିରାଶ ଅଛ? ଏହା ଶୁଣି ରାଜା କହିଲେ, ହେ ମୁନିବର, ଧନ ଧାନ୍ୟ ପ୍ରଜା ସୁଖରେ ଏହି ମଧ୍ୟ ଏକମାତ୍ର ପୁତ୍ର ନଥିବାରୁ ମନରେ ଶାନ୍ତି ନାହିଁ। ଋଷି କହିଲେ, ହେ ରାଜନ୍, ଆମ୍ଭେ ଗୋଟିଏ ମନ୍ତ୍ର କହିବୁ। ସେହି ମନ୍ତ୍ରକୁ ଭକ୍ତିରେ ଜପ କଲେ ତାହା ବଳରେ ଆପଣଙ୍କର ଗୋଟିଏ କନ୍ୟା ହେବ। ସେ କନ୍ୟା ତୁମର ତିନି କୂଳ ଉଦ୍ଧାର କରିବ ଏବଂ ମହି ତଳେ ଯଶ ରହିବ। ତୁମ୍ଭେ ଏହି କଥା କର। ମୁନିବର ମନ୍ତ୍ରଟି କହି ଚାଲିଗଲେ। ସେହିଦିନଠାରୁ ଅଶ୍ୱପତି ରାଜା ନିୟମରେ ମନ୍ତ୍ର ଜପ କରନ୍ତି। କେତେ ଦିନ ଅନ୍ତାରୁ ସେହି ମନ୍ତ୍ର ପ୍ରଭାବରେ ଏକ ଦୁହିତା ଶୁଭ ଲଗ୍ନରେ ଜନ୍ମ ନେଲା। ସେହି ଦୁହିତା ମନ୍ତ୍ର ପ୍ରଭାବରୁ ଜନ୍ମିବାରୁ ସାବିତ୍ରୀ ବୋଲି ସେ କନ୍ୟାର ନାମ ଦେଲେ। ଚନ୍ଦ୍ରପକ୍ଷରେ ଚନ୍ଦ୍ରବୃଦ୍ଧି ଭରି ମାତା ପିତାଙ୍କର ସ୍ନେହାଦର ପାଇ ସାବିତ୍ରୀ ବଢ଼ନ୍ତି। କର୍ମେ ସାବିତ୍ରୀଙ୍କ 8 ବର୍ଷ ହେଲା। ସାବିତ୍ରୀଙ୍କ ସାଙ୍ଗରେ ଧରି ରାଜା ପରିବାର ସମେତ ଋଷି ଆଶ୍ରମକୁ ଯାଆନ୍ତି। ଋଷିମାନଙ୍କର ସେବା କରନ୍ତି। ଋଷିମାନେ ସାବିତ୍ରୀଙ୍କ ସେବା ଦେଖି କଲ୍ୟାଣ କରନ୍ତି। ସାବିତ୍ରୀ ଦିନକରେ ସଖୀମାନଙ୍କୁ ଧରି ବନବିହାର କରୁଥିଲେ। ଏହି ସମୟରେ ଋଷିମାନଙ୍କ ସହିତ ଗୋଟିଏ ସୁନ୍ଦର ପୁରୁଷକୁ ଦେଖିଲେ। ସେ ପୁରୁଷକୁ ଦେଖି ମୋହିତ ହୋଇ ନୟନରେ ପଲକ ପକାଇ ପାରିଲେ ନାହିଁ। ସାବିତ୍ରୀ ଋଷିଙ୍କୁ ପୁଚ୍ଛା କଲେ, ହେ ମୁନିବର, ଏ ଯୁବକ କାହାର ସୁତ ମୋତେ କୁହନ୍ତୁ। ଏହା ଶୁଣି ମୁନି କହିଲେ, ଅବନ୍ତୀ ନଗରର ଦ୍ୟୁମତ୍ସେନ ବୋଲି ଏକ ରାଜା ଥିଲେ। ତାହାଙ୍କର ସୁତ ସହିତ ସୁକୁଟୁମ୍ବ ଧରି ଏହି ବନରେ ବାସ କରୁଛନ୍ତି। ତାହାଙ୍କର ନାମ ସତ୍ୟବାନ ଓ ଦ୍ୱିତୀୟ ନାମ ଚିତ୍ରସେନ। ଏହି ସତ୍ୟବାନ ଦ୍ୟୁମତ୍ସେନଙ୍କର ଏକମାତ୍ର ପୁତ୍ର। ମୁନିମୁଖ ଏହା ଶୁଣି ମନେ ମନେ ସାବିତ୍ରୀ ଭାବିଲେ, ସତ୍ୟବାନଙ୍କୁ ମୁଁ ପତି ରୂପ ବରିବି। ଏହା ଭାବି ଗୃହକୁ ସମସ୍ତେ ଚଳିଗଲେ। ସାବିତ୍ରୀ ମାତାଙ୍କୁ ସକଳ ବିଷୟ କହିଲେ। ରାଣୀ କନ୍ୟାର କହିବା କଥାକୁ ଯାଇ ରାଜାଙ୍କୁ କହିଲେ। ରାଜା କହିଲେ, ସେ କାହାର ପୁତ୍ର, କିପରି ତାକୁ ଦୁହିତାକୁ ଦାନ ଦେବା? ଏହିପରି କଥାବାର୍ତ୍ତା ସମୟରେ ନାରଦ ମୁନି ପ୍ରବେଶ କଲେ। ରାଜା ନାରଦ ମହାମୁନିଙ୍କୁ ଦେଖି ଯଥାମାନ୍ୟରେ ପାଦ ଧୌତ କରି ଦିବ୍ୟ ଆସନରେ ବସାଇଲେ। ନାରଦ ପଚାରିଲେ, ହେ ରାଜନ୍, ଏ କାହାର କୁମାରୀ? ରାଜା କହିଲେ, ହେ ମୁନିବର, ବହୁ ତପେ ଏ କୁମାରୀକୁ ମୁଁ ପାଇଛି। ଏ ମୋହର ଅବୁଝା କନ୍ୟା। ବନସ୍ତରେ କାହାକୁ ବରିଅଛି ବୋଲି କହୁଅଛି। ନୃପତିଙ୍କ ବାକ୍ୟ ନାରଦ ମୁନି ସାବିତ୍ରୀଙ୍କୁ ପଚାରିଲେ, ଆଜି ମା ସାବିତ୍ରୀ, ତୁମ୍ଭେ କାହାକୁ ବରିଅଛ? ଆମ୍ଭ ଆଗରେ ପ୍ରକାଶ କର। ଏହା ଶୁଣି ସାବିତ୍ରୀ କହିଲେ, ଅବନ୍ତୀ ନଗରରେ ଏକ ରାଜା ଥିଲେ। ତାହାଙ୍କର ନାମ ଦ୍ୟୁମତ୍ସେନ। ତାହାଙ୍କର ପୁତ୍ର ସତ୍ୟବାନ ଓ ଚିତ୍ରସେନ। ତାହାଙ୍କର ରୂପଗୁଣ ଦେଖି ମୋର ଶ୍ରଦ୍ଧା ବଳିଲା। ଏହା ଶୁଣି ନାରଦ କହିଲେ, ହେ ଅଶ୍ୱପତି, ଦ୍ୟୁମତ୍ସେନ ଚକ୍ଷୁହୀନ ହେବାରୁ ଶତ୍ରୁମାନେ ରାଜ୍ୟ ନେଇଗଲେ। ତଦୁତ୍ତର ସେହି ରାଜା ସ୍ୱକୁଟୁମ୍ବେ ଅରଣ୍ୟରେ ବାସ କରୁଛନ୍ତି। ସେହି ରାଜା ସକଳ ଗୁଣରେ ଗୁଣୀ ଅଟନ୍ତି। ମାତ୍ର ଆମ୍ଭେ କହୁଅଛି, ଏହି ବିବାହ ଅନୁଚିତ। ସେହି ସତ୍ୟବାନର 1 ବର୍ଷ ମାତ୍ର ଆୟୁଷ ଅଛି। ସେଥିଯୋଗୁଁ ଆମ୍ଭେ ନାସ୍ତି କରୁଛୁ। ତେଣୁକରି ଅନ୍ୟ ସ୍ଥାନରେ ବିବାହ କରିଦେବା ଉଚିତ। ସାବିତ୍ରୀ କହିଲେ, ହେ ପିତା, ମୁଁ ତାଙ୍କ ବ୍ୟତୀତ ଅନ୍ୟ ପୁରୁଷକୁ ବିବାହ କରିବି ନାହିଁ। ଅନ୍ୟ ପୁରୁଷକୁ ମୁଁ ବିବାହ କରିଲେ ଅସତୀ ଦୋଚାରୁଣୀ ହେବି। ଅତଏବ ମୋ ଭାଗ୍ୟରେ ଯାହା ଅଛି ତାହା ଫଳିବ। ସତ୍ୟବାନଙ୍କୁ ମୋତେ ପ୍ରଦାନ କରନ୍ତୁ। ସାବିତ୍ରୀଙ୍କ ଠାରୁ ନାରଦ ଏପରି ବଚନ ଶୁଣି ମହାସନ୍ତୋଷରେ କହିଲେ, ଧନ୍ୟ ତୋ ସତୀତ୍ୱପଣ। ତୋର ମନୋବାଞ୍ଛା ସିଦ୍ଧ ହଉ। ତୁ ନିଶ୍ଚୟ ଭାଗ୍ୟବତୀ ହେବୁ। ଏହା କହି ମୁନିବର ନିଜ ସ୍ଥାନକୁ ଚାଲିଗଲେ। ତହୁଁ ଅଶ୍ୱପତି ରାଜା ବିଭାଘର ମଣ୍ଡପ ଓ ଉତ୍ସବ ମଣ୍ଡାଇବାକୁ ଆଦେଶ ଦେଲେ। ଶୁଭ ଲଗ୍ନରେ ସତ୍ୟବାନଙ୍କୁ କନ୍ୟା ସମର୍ପଣ କଲେ। ସତ୍ୟବାନ ସାବିତ୍ରୀଙ୍କୁ ଘେନି ପିତାଙ୍କ ସମୀପକୁ ଚାଲିଗଲେ। ସତ୍ୟବାନ ପିତାମାନଙ୍କୁ ନମସ୍କାର କଲେ। ସାବିତ୍ରୀ ଶାଶୁ ଶ୍ୱଶୁରଙ୍କୁ ନମସ୍କାର କଲେ। ରାଜା ଓ ରାଣୀ ପୁତ୍ରବଧୂକୁ ଶୁଭ ଆଶୀର୍ବାଦ କଲେ। ପ୍ରତିଦିନ ସାବିତ୍ରୀ ଶାଶୁ ଶ୍ୱଶୁରଙ୍କ ଯଥାଭକ୍ତିରେ ପୂଜା କରୁଥାନ୍ତି। ଦେବତା
ବ୍ରାହ୍ମଣକୁ ଭକ୍ତି କରି ପୂଜା କରିଥାନ୍ତି। ଏହିପରି କେତେ ଦିନ ଗଲା। ନାରଦ ମୁନିଙ୍କ କଥାକୁ ସାବିତ୍ରୀ ସବୁବେଳେ ଭାବି ଚାଲିଥାନ୍ତି। ରାଜାରାଣୀ କିମ୍ବା ସତ୍ୟବାନ ଏକଥା ଜାଣନ୍ତି ନାହିଁ। ସାବିତ୍ରୀଙ୍କ ସ୍ୱଭାବ ଦେଖି ଶାଶୁ ଶ୍ୱଶୁର ଅତ୍ୟନ୍ତ ଆନନ୍ଦ ଲଭୁଥାନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନରେ ସତ୍ୟବାନଙ୍କ ଆୟୁଷ ଶେଷ ହେବା କଥା ସାବିତ୍ରୀ ମନେ ରଖିଥାନ୍ତି। କର୍ମେ ସତ୍ୟବାନଙ୍କ ଆୟୁଷ ଶେଷ ନିକଟ ହେଲା। ରାତି ପାହିଲେ ଜ୍ୟେଷ୍ଠ ମାସ ଅମାବାସ୍ୟା ହେବ। ଏ କଥା ସାବିତ୍ରୀ ଜାଣି ଲକ୍ଷ୍ମୀନାରାୟଣଙ୍କ ପୂଜା ନିମନ୍ତେ ଉପବାସ କଲେ ଓ ଲକ୍ଷ୍ମୀନାରାୟଣଙ୍କ ସ୍ତୋତ୍ରମାନ ପାଠ କଲେ। ଆମ୍ଭ, କଦଳୀ, ନଡ଼ିଆ, ତାଳ, ଖଜୁରୀ, କୋଳି ନାନା ଦ୍ରବ୍ୟମାନ ପୂଜା କଲେ। ବ୍ରାହ୍ମଣ ଭୋଜନ କରାଇଲେ। ସାବିତ୍ରୀ ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କୁ ଡାକି ଭୋଜନ ସାମଗ୍ରୀ ବାଢ଼ିଗଲେ। ଭୋଜନ ଅନ୍ତେ ଶାଶୁ ଶ୍ୱଶୁର କହିଲେ, ବଧୂ ତୁମ୍ଭେ ବର୍ତ୍ତମାନ ଭୁଞ୍ଜି ବସ। ସାବିତ୍ରୀ କହିଲେ, ମୁଁ ବ୍ରତ ପାଳିଛି, ଆଜି ଦିନ ଶେଷରେ ଭୁଞ୍ଜିବି। ଏପରି କରି ତାଙ୍କୁ ପ୍ରବୋଧ କଲେ। କର୍ମେ କର୍ମେ 3 ପ୍ରହର ବେଳ ହେଲା। ସତ୍ୟବାନ କହିଲେ, ପିତା, କାଠ, ଫୁଲ, ଫଳ କିଛି ନାହିଁ, ମୁଁ ଯାଉଛି ଖୋଜିକରି ଆଣିବି। ଏପରି ପିତାମାତାଙ୍କୁ ସତ୍ୟବାନ କହିବାରୁ ସାବିତ୍ରୀ ବିଚାର କଲେ ମରଣ ସ୍ଥାନକୁ ବିଧାତା ପଥ କଢ଼ାଉଛି। ଏହି ସମୟରେ ସାବିତ୍ରୀ ଶାଶୁ ଶ୍ୱଶୁରଙ୍କୁ ନମସ୍କାର ହୋଇ କହିଲେ, ମୁଁ ମଧ୍ୟ ସ୍ୱାମୀଙ୍କ ସହିତ ଯିବି। ବଣରୁ ଆସିଲେ ଭୁଞ୍ଜିବି, ମନା କରନ୍ତୁ ନାହିଁ। ସାବିତ୍ରୀଙ୍କର ଏପରି ଦୃଢ଼ ବଚନ ଶୁଣି ରାଜାରାଣୀ ସତ୍ୟବାନଙ୍କୁ ଡାକି କହିଲେ, ଆରେ ବାବୁ, ବଧୂ ମଧ୍ୟ ତୁମ ସାଥିରେ ଯିବାକୁ ଚାହୁଁଛି। ସାବଧାନରେ ଯିବୁ, ଅନ୍ଧାର ନ ହେଉଣୁ ବାହାରି ଆସିବୁ। ସତ୍ୟବାନ ପିତାମାତାଙ୍କ ଠାରୁ ଏପରି ଶୁଣି ସାବିତ୍ରୀ ସହିତ ବନକୁ ଯାତ୍ରା କଲେ। ବନରୁ ନାନା ପ୍ରକାର ଫଳ ଖୋଜି ସାବିତ୍ରୀଙ୍କ ନିକଟରେ ଦେଇ କହିଲେ, ପ୍ରିୟେ, ଏଇଠାରେ ବସ, ମୁଁ କାଷ୍ଠ ହାଣିବି। ଏହା କହି ସତ୍ୟବାନ ବୃକ୍ଷ ନିକଟକୁ ଗଲେ। ତାଙ୍କୁ ସେହି ସ୍ଥାନ ଅନ୍ଧକାର ଦିଶିଲା। ସେହି ସ୍ଥାନରେ ବସିପଡ଼ି କହିଲେ, ସାବିତ୍ରୀ, ମୁଣ୍ଡ ମୋର କାହିଁକି ଘୂରାଇ ଦେଉଛି? ମୋତେ ଅନ୍ଧାର ଦିଶୁଛି, ମୋ ପ୍ରାଣ ବାହାରି ଗଲା ପରି ଲାଗୁଛି, ଉଠିବାକୁ ଶକ୍ତି ହେଉନାହିଁ, ମୋତେ ବଡ଼ କଷ୍ଟ ଲାଗୁଛି। ଏହା ଶୁଣି ସାବିତ୍ରୀ ବିଚାର କଲେ ମରଣ ନିକଟ ହେଲା। ଏହା ଭାବି ସାବିତ୍ରୀ କହିଲେ, ମୁଁ ଏହି କାନି ପଣତ ବିଛାଇ ଦେଇଛି, ଏଥିରେ ଶୟନ କରନ୍ତୁ, ଏଇ କ୍ଷଣି ଦେହ ସୁସ୍ଥ ହେବ। ସାବିତ୍ରୀଙ୍କ ଜାନୁରେ ମୁଣ୍ଡ ଦେଇ ସେହି କାନି ପଣତରେ ଶୋଇଲେ। ସନ୍ଧ୍ୟା ପ୍ରବେଶ ହେଲା। କାନ୍ତ ସନ୍ଧ୍ୟା ହେଲାଣି, ଉଠନ୍ତୁ। ସାବିତ୍ରୀ ଉଠାଇଲେ। ସତ୍ୟବାନ ଉଠିଲେ ନାହିଁ। ଏପରି ସମୟରେ ଯମଦୂତ ପ୍ରବେଶ କରିଲେ। ପ୍ରତିବ୍ରତା ସ୍ୱାତି ଶିରୋମଣି ତେଜରେ ଯମଦୂତମାନେ କେହି ପ୍ରବେଶ କରିପାରିଲେ ନାହିଁ। ଫେରିଯାଇ ଯମରାଜାଙ୍କୁ କହିଲେ, ହେ ଜନ୍ତୁ ରାଜା, ସତ୍ୟବାନ ମୃତ୍ୟୁ ହେବାରୁ ଆମ୍ଭେ ଆଣିବାକୁ ଗଲୁ। ସତ୍ୟବାନ ପତ୍ନୀ ସାବିତ୍ରୀକୁ ଦେଖି ତାଙ୍କ ତେଜରେ ପଶି ପାରିଲୁ ନାହିଁ, ଫେରି ଆସିଲୁ। ଦୂତମାନଙ୍କ ଠାରୁ ଏପରି କଥା ଶୁଣି ନିଜେ ଯମରାଜା ସାବିତ୍ରୀଙ୍କ ନିକଟକୁ ଗମନ କଲେ। ସାବିତ୍ରୀଙ୍କ ବିକଳ ଦେଖି ଯମରାଜା, ହେ ମାତା, କାହିଁକି ରୋଦନ କରୁଛ? ରୋଦନ କର ନାହିଁ। ମର୍ତ୍ତ୍ୟ ଭୁବନେ ଦେହ ବହି ଦେବତା ହେଲେ ବି ମରଇ। ଯେତେ ଦିନ ଯିଏ ଆସିଥାଏ ସେ ସେତିକି ଦିନ ପୂର୍ଣ୍ଣ ହେଲେ ଫେରିଯିବାକୁ ବାଧ୍ୟ ହୁଏ। ଏତିକି କାହିଁକି ରୋଦନ କରୁଛ? ଆଉ କାନ୍ଦ ନାହିଁ। ଯମରାଜାଙ୍କ ଏପରି ବଚନ ଶୁଣି ସାବିତ୍ରୀ ପଚାରୁଛନ୍ତି, ତୁମେ କିଏ? ସେ କେଉଁଠାରୁ ଆସିଲ? ମୋତେ କୁହନ୍ତୁ, ମୋତେ ସନ୍ଦେହ ଫିଟାନ୍ତୁ ମୋର। ଯମ ସାବିତ୍ରୀଙ୍କୁ ଯାଇ କହିଲେ, ମୁଁ ଜନ୍ତୁପତି ଯମରାଜା, ସତ୍ୟବାନଙ୍କୁ ନେବା ପାଇଁ ମୁଁ ଆସିଛି। ଯମରାଜାଙ୍କ ଠାରୁ ଏପରି ଶୁଣି ସାବିତ୍ରୀ ସତ୍ୟବାନଙ୍କୁ ଛାଡ଼ି ଦେଇ ଉଭା ହେଲେ। ସତ୍ୟବାନଙ୍କ ଦେହରେ ଜୀବନକୁ ଯମରାଜା ବାନ୍ଧି ନେଇ ବାହାରିଲେ। ସାବିତ୍ରୀ ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ଜନ୍ତୁରାଜା ଲେଉଟି ଚାହିଁ ସାବିତ୍ରୀଙ୍କୁ ପଛରେ ଦେଖି କହିଲେ, ଯେ ରାଜଜେମା, ତୁମେ କାହିଁକି କାନ୍ଦି କାନ୍ଦି ଆସୁଛ? ତୁମେ ଘରକୁ ଫେରିଯାଅ। ସାବିତ୍ରୀ ଏ କଥା ଶୁଣି କହିଲେ, ହେ ଜନ୍ତୁରାଜା, ମୋର କାନ୍ତ ତୁମ୍ଭ ଭୁବନକୁ ଯାଉଛନ୍ତି, ତେଣୁ ମୁଁ ମଧ୍ୟ ତୁମ ସଙ୍ଗରେ ଯିବି। ଅନ୍ୟଥା ସଂସାରେ ମୋର କିଛି କାର୍ଯ୍ୟ ନାହିଁ। ଚାଲନ୍ତୁ ତୁମ ଭୁବନକୁ ଯିବା। ତୁମ୍ଭ ପରି ସତ୍ସଙ୍ଗ ମୋତେ ମିଳିବ ନାହିଁ। ତୁମ୍ଭେ ଅନୁଗ୍ରହ କରି ସଙ୍ଗତେ ନିଅ। ମୋ ଜୀବନ ପ୍ରତି ନିଷ୍ଠୁର ହୁଅ ନାହିଁ। ଏପରି ସାବିତ୍ରୀଙ୍କ ବିନୟ ବଚନ ଶୁଣି ଯମରାଜା ହସି ହସି କହୁଛନ୍ତି, ଆଗ ପ୍ରତିବ୍ରତା ଶିରୋମଣି, ମୁଁ ତୁମ ପ୍ରତି ଅତି ସନ୍ତୁଷ୍ଟ। ତୁମ୍ଭେ ସତ୍ୟବାନର ପ୍ରାଣ ବ୍ୟତୀତ ଯାହା ମାଗିବ ତାହା ଦେବି। ଏପରି ବଚନ ଶୁଣି ସାବିତ୍ରୀ କହିଲେ, ମୋ ଶାଶୁ ଶ୍ୱଶୁର ଅନ୍ଧ ଓ ରାଜ୍ୟହୀନ, ତାଙ୍କୁ ଚକ୍ଷୁ ପ୍ରଦାନ ସହିତ ତାଙ୍କ ରାଜ୍ୟ ତାଙ୍କୁ ପ୍ରଦାନ କରନ୍ତୁ। ଏହା ଶୁଣି ଯମରାଜା ତଥାସ୍ତୁ କରି ଚାଲିଗଲେ। ସାବିତ୍ରୀ ପୂର୍ବ ପରି ତାଙ୍କ ପଛରେ ଗୋଡ଼ାଏ ଗୋଡ଼ାଏ ଚାଲିଥାନ୍ତି। ଯମ ଫେରି ଚାହିଁ କହିଲେ, ସାବିତ୍ରୀ, ତୁମେ ଗୃହକୁ ଫେରିଯାଅ। ସାବିତ୍ରୀ କହିଲେ, ତୁମେ ନାରାୟଣଙ୍କ ଅଂଶ, ମୁଁ ତୁମକୁ ସେବା କରିବି, ମୋତେ ସଙ୍ଗରେ ନିଅନ୍ତୁ। ଏହା ଶୁଣି ଜନ୍ତୁପତି କହିଲେ, ହେ ସୂତା, ଆଉ କୋଉ ବର ମାଗୁଛ ମାଗ। ଏହା ଶୁଣି ସାବିତ୍ରୀ କହିଲେ, ମୋର ପିତାଙ୍କର ପୁତ୍ର ନାହିଁ, ପୁତ୍ରଦାନ କରନ୍ତୁ। ଜନ୍ତୁରାଜା ତଥାସ୍ତୁ କହି ଚାଲିଗଲେ। ସାବିତ୍ରୀ ତଥାପି ପଛରେ ଚାଲିଲେ। ଏହା ଦେଖି ଜନ୍ତୁରାଜା କହିଲେ, କନ୍ୟା, ମୁଁ ତୁମକୁ 2 ଗୋଟି ବର ଦାନ କରିଛି। ସ୍ୱଦେହରେ ମର୍ତ୍ତ୍ୟବାସ କେହି ସ୍ୱର୍ଗଧାମକୁ ଯାଇନାହାନ୍ତି, ତେଣୁ ତୁମେ ଯିବ କିପରି? ତୁମେ ସତ୍ୟବାନ ପ୍ରାଣ ବ୍ୟତୀତ ଆଉ ଗୋଟିଏ ବର ମାଗ। ସାବିତ୍ରୀ କହିଲେ, ମୋ ସ୍ୱାମୀଙ୍କ ଔରସରୁ ମୋର ଶତପୁତ୍ର ଜାତ ହୁଅନ୍ତୁ। ମୋତେ ଆଜ୍ଞା କର ଯମରାଜ। ସାବିତ୍ରୀଙ୍କ ଭକ୍ତି ଭାବରେ ବିଭୋଳ ହୋଇ ତଥାସ୍ତୁ କହି ସାବିତ୍ରୀଙ୍କୁ ଫେରିଯିବାକୁ କହିଲେ। ତେଣୁ ସାବିତ୍ରୀ କହିଲେ, ହେ ଦେବ,
ମହତଙ୍କ କଥା ତ କେବେ ଅନ୍ୟଥା ନୁହେଁ। ଆପଣ ଯେଉଁ ବର ଦେଲେ ତାହା କିପରି ଫଳିବ? ସତ୍ୟବାନଙ୍କୁ ତୁମେ ସଙ୍ଗତରେ ନେଇଯାଉଛ, ମୋର ସତପୁତ୍ର କିପରି ହେବ? ଏହା ଶୁଣି ଯନ୍ତୁପତି ସ୍ଥିର ହୋଇଗଲେ ଓ ପରେ କହିଲେ, ହେ ସାବିତ୍ରୀ, ଧନ୍ୟ ଧନ୍ୟ ତୁମ ସତୀତ୍ୱପଣ। ତୁମେ ତିନି କୂଳ ଉଦ୍ଧାର କରିଲ, ମୋତେ ମଧ୍ୟ ବିନୟ ଗୁଣରେ ପରାଜିତ କଲ। ଏକଥା ତୋହର ବିଖ୍ୟାତ ହେବ, ଯୁଗ ଯୁଗାନ୍ତର ତୋର ନାମ ରହିବ। ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ତୋର ନାମ ସ୍ମରଣ କରି ଯେଉଁ ନାରୀ ଶ୍ରୀଚିତ୍ତ ମନରେ ସାବିତ୍ରୀ ବ୍ରତ କରିବ, ସେହି ନାରୀ ଜନ୍ମେ ଜନ୍ମେ ସଧବା ଓ ପତିପରାୟଣ ହୋଇ ପୁତ୍ରବତୀ ଓ ଧନବତୀ ହେବ। ଅନ୍ତିମ କାଳରେ ବୈକୁଣ୍ଠ ପ୍ରାପ୍ତି ହେବ। ଏହା କହି ସତ୍ୟବାନଙ୍କୁ ଫେରାଇ ଦେଲେ। ସାବିତ୍ରୀ ସତ୍ୟବାନଙ୍କ ପ୍ରାଣ ଧରି ଯେଉଁ ପଥରେ ଯାଇଥିଲା, ସେହି ପଥ ଦେଇ ସତ୍ୟବାନଙ୍କର ପ୍ରାଣହୀନ ଶରୀର ନିକଟରେ ଆସି ପ୍ରବେଶ ହେଲା। ସାବିତ୍ରୀଙ୍କ ହସ୍ତରୁ ଜୀବ ପାଇ ସତ୍ୟବାନଙ୍କ ପିଣ୍ଡରେ ପ୍ରବେଶ ହେଲା। ସତ୍ୟବାନ ନିଦ୍ରାଗତ ପରି ଉଠି କହିଲେ, ଆଗୋ ପ୍ରିୟେ, କେତେ ରାତ୍ର ହୋଇଗଲା, ମୋତେ ଉଠାଇଲ ନାହିଁ? ପିତାମାତା ବଡ଼ ଦୁଃଖରେ ଥିବେ। ସାବିତ୍ରୀ କହିଲେ, ଶୋଇଥିବା ଲୋକର ନିଦ୍ରା ଭାଙ୍ଗନ୍ତି ନାହିଁ। ଆଜି ରାତ୍ର ଏହି ବୃକ୍ଷ ମୂଳରେ ରହିବା, ସକାଳ ହେଲେ ଗୃହକୁ ଯିବା। ସତ୍ୟବାନ ସାବିତ୍ରୀଙ୍କ ଠାରୁ ଏପରି ବଚନ ଶୁଣି ସେହି ବୃକ୍ଷମୂଳରେ ରାତ୍ରି ଯାପନ କରିଲେ। ରାତ୍ର ପାହିଲା। ସତ୍ୟବାନ ସାବିତ୍ରୀଙ୍କୁ କହୁଛନ୍ତି, ଆଗୋ ପ୍ରିୟେ, ଗତ ରାତ୍ରିରେ ମୁଁ ଗୋଟିଏ ସ୍ୱପ୍ନ ଦେଖି ଯମରାଜା ଆସି ମୋତେ ବାନ୍ଧି ଘେନି ଯାଉଥିଲେ। ତୁମେ ତାଙ୍କ ପଛରେ ଗୋଡ଼ାଉଥିଲ। ବହୁତ ବିନୟରେ ତୁମେ ମୋର ଜୀବନ ଆଣିଲ। ଏହିପରି ବହୁତ ସ୍ୱପ୍ନ ଦେଖିଲି। ସାବିତ୍ରୀ କହିଲେ, ନିଶ୍ଚୟ ହୋଇଥିବ। ଏମନ୍ତ ସମୟରେ ଦ୍ୟୁମତସେନଙ୍କ ଚକ୍ଷୁରେ ଜ୍ୟୋତି ପ୍ରକାଶ ହେଲା। ସେ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଆନନ୍ଦରେ ଯେତିକି ଅଧୀର ହୋଇ ଉଠିଲେ, ସାବିତ୍ରୀ ସତ୍ୟବାନଙ୍କର ବିଳମ୍ବରେ ସେତିକି ବ୍ୟାକୁଳତା ହୋଇ ଭାବିଲେ, ଏତେ ରାତ୍ର ହେଲା, ସତ୍ୟବାନ କାହିଁକି ଫେରିଲେ ନାହିଁ? ସାଥିରେ ବଧୂକୁ ନେଇକି ଯାଇଛି। କି ବିପତ୍ତି ପଡ଼ିଲା କି? ମୁଁ କେଉଁ ଆଡ଼େ ଯିବି, ଏହା ଭାବି ଶୋକ କରୁଛନ୍ତି। ନିକଟସ୍ଥ ଋଷିମାନେ କହିଲେ, ହେ ରାଜା, କାହିଁକି ଶୋକ କରୁଛ? ଅନ୍ଧ ହୋଇ ଜ୍ୟୋତି ପାଇଲ, ଏଥର ତୋର ସକଳ ମଙ୍ଗଳ ହେବ। ଆମ୍ଭକୁ ସେହିପରି ଦୃଶ୍ୟ ହେଉଛି। ଋଷିମାନଙ୍କର ଏହି ପ୍ରକାର ବଚନ ଶୁଣି କି ରାଜାରୁଣୀ ସ୍ଥିର ହେଲେ। ପରଦିନ ସତ୍ୟବାନ ସାବିତ୍ରୀ ଗୃହକୁ ଆସିଲେ। ମୁନିମାନେ ଓ ପିତାମାତା ଦେଖି ଅତି ଆନନ୍ଦରେ ପଚାରିଲେ, କାଲି ରାତ୍ର କେଉଁଠାରେ ଥିଲ? ତହୁଁ ସାବିତ୍ରୀ ଦେବୀ ସକଳ କଥା କହିଲେ। ସାଧୁମାନେ ଏପରି କଥା ଶୁଣି କହିଲେ, ଧନ୍ୟ ରାଜଜେମା, ତୋର ପିତାମାତା ଧନ୍ୟ। ମୃତ ପତିଙ୍କୁ ଜୀବଦାନ ଦେଲୁ, ପିତାର ଅପୁତ୍ରିକ କୁଳ ରକ୍ଷା କଲୁ, ଶ୍ୱଶୁରଙ୍କ ରାଜ୍ୟ ଓ ଚକ୍ଷୁଦାନ ଦେଲୁ। ଯେଉଁ ନାରୀ ଶୁଦ୍ଧ ମନେ ଏ ବ୍ରତ କରିବ, ତାହାର ସମସ୍ତ ମଙ୍ଗଳ ହେବ। ଏପରି କେତେ ଦିନ ଗଲା ଉତ୍ତାରୁ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ପ୍ରବେଶ ହେଲା। ସାବିତ୍ରୀ ଲକ୍ଷ୍ମୀନାରାୟଣଙ୍କ ବ୍ରତ କରିବାକୁ ପ୍ରାତଃକାଳୁ ଉଠି ସ୍ନାନ କଲେ, ଗୃହ ଲିପାପୋଛା କଲେ, ପାଟପତନି ପିନ୍ଧିଲେ, ମୁଗ ବତୁରାଇଲେ, ତାଳ, ନଡ଼ିଆ, କଦଳୀ, ଖଜୁରୀ କୋଳି, ପଣସ, ଆମ୍ବ, ଆଖୁ, କାଞ୍ଚ, ଅଁଳା ପତ୍ର, କଳାମାଳି, ନୂଆ ଲୁଗା ସର୍ବ ଆୟୋଜନ କଲେ। ଲକ୍ଷ୍ମୀନାରାୟଣ ସ୍ଥାପିଲେ। ଘିଅ ଦୀପ ଜାଳି ନିଶଙ୍ଖୁଡ଼ି ଦ୍ରବ୍ୟମାନେ ବାଢ଼ିଲେ। ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ନୈବେଦ୍ୟ କଲେ। ପୂଜା ଶେଷରେ ପ୍ରସାଦ ବାଣ୍ଟିଲେ। ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କୁ ପ୍ରଣାମ କରିଲେ। ସେହି ଦିନଠାରୁ ସାବିତ୍ରୀ ବ୍ରତ ବିଖ୍ୟାତ ହେଲା। ସାମ୍ରାଜ୍ୟ ପାଇ ସମସ୍ତେ ସୁଖରେ ରହିଲେ। ସାବିତ୍ରୀଙ୍କ ସ୍ୱାମୀ ସତ୍ୟବାନ ରାଜା ହେଲା। ସାବିତ୍ରୀଙ୍କ 100 ପୁତ୍ର ହେଲା। ଅତି ସୁଖେ ପୁତ୍ରଙ୍କୁ ରାଜା ଅନ୍ତଃସ୍ୱର୍ଗକୁ ଗଲେ। ଯେଉଁ ସ୍ତ୍ରୀମାନେ ମତିରେ ସାବିତ୍ରୀ ବ୍ରତ କରନ୍ତି, ସେମାନେ ଏହିପରି ଫଳ ଲାଭ କରନ୍ତି। ଏହି ସାବିତ୍ରୀ ବ୍ରତ କଥା ମନ ଦେଇ ଯେଉଁ ନାରୀ ଶୁଣଇ, ତାର ସର୍ବ ଶୁଭ ହୋଇ ମନବାଞ୍ଛା ପୂର୍ଣ୍ଣ ହୁଅଇ। ଯୁଧିଷ୍ଠିର ନୃପତିଙ୍କ ଶ୍ରୀକୃଷ୍ଣ ସାବିତ୍ରୀ ବ୍ରତ କହିବାରୁ ଧର୍ମସୂତ୍ର ଯୁଧିଷ୍ଠିର ଆନନ୍ଦିତ ହୋଇ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କଲେ। ଏକ ସାବିତ୍ରୀ ବ୍ରତ ସ୍ତ୍ରୀମାନଙ୍କର ଏକାନ୍ତ କର୍ତ୍ତବ୍ୟ। ସାବିତ୍ରୀ ବ୍ରତ କଥା ସମ୍ପୂର୍ଣ୍ଣ ହୋଇଲା।